ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଜଙ୍ଗଲ ନିକଟରେ ଚାଲିଥିବା ଡକାୟତ ଉଦ୍ୟମ ଯୋଜନା ମାଡ଼ି ବସିଲା ପୋଲିସ। ଡକାୟତ ଯୋଜନା ଉଦ୍ୟମକୁ ପଣ୍ଡ କରି 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆଦିତ୍ୟ ସେନ। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନାକୁ ମିଳିଛି ବଡ଼ ସଫଳତା। ପୋଲିସ କହିବା ପ୍ରକାରେ ଗତ ଶନିବାର ରାତିରେ ମୈଦଲପୁର ଥାନା ଅଧିକାରୀ ବିପିନ କୁମାର କୁଲଦୀପଙ୍କ ଟିମ୍ ମୈଦଲପୁର ଥାନା ନୀଳାଦ୍ରିଗୁଡ଼ା ନିକଟରେ ପୋଲିସ ପାଟ୍ରୋଲିଂ ଚାଲିଥିବା ସମୟରେ ଦୁର୍ବୃତ୍ତମାନେ ମୈଦଲପୁର ଅଞ୍ଚଳରେ ଡକାୟତ କରିବାକୁ ଯୋଜନା କରିଥିଲେ। ପୋଲିସକୁ ସନ୍ଦେହ ହେବାରୁ ସେମାନଙ୍କ ନିକଟରେ ପହଞ୍ଚି 6 ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଜଣେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଅଭିଯୁକ୍ତମାନଙ୍କ ସହ ଏକ କାର, ବିଭିନ୍ନ ପ୍ରକାର ମାରଣାସ୍ତ୍ର, 9 ଗୋଟି ମୋବାଇଲ, ନକଲି ସୁନା ଶଙ୍ଖ ସହ ନଗଦ 14,500 ଟଙ୍କା ଜବତ କରିଛି ପୋଲିସ। ମାମଲା ରୁଜୁ କରି 6 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଅଭିଯୁକ୍ତକୁ ଶୀଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଅଭିଯୁକ୍ତମାନେ ହେଲେ ରାମ ଚାଲାଣ, ଗୋପାଳ ମାଝୀ, ଅସ୍ତୁ ମାଝୀ, କ୍ରିଷ୍ଣା ପନକା, ତ୍ରିପତି ବିନ୍ଧାଣୀ, ରମେଶ ରାଜ ଭାରତୀ, ବଳରାମ ହରିଜନ ବର୍ତ୍ତମାନ ଫେରାର ରହିଛି। ସାମ୍ବାଦିକ ସମ୍ମିଳନୀରେ ପାପଡ଼ାହାଣ୍ଡି ଉପଖଣ୍ଡ ଆରକ୍ଷୀ ଅଧିକାରୀ ସତ୍ୟଜିତ କଣ୍ଡେକଲ, ଆଇଆଇସି ବିପିନ କୁଲଦୀପ, ଏଏସ୍ଆଇ କମଲୋଚନ ନାୟକ ଓ ଲୋକେଶ କୁମାର ଭୋଇ ଓ ପୋଲିସ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ନବରଙ୍ଗପୁରରୁ ମିହିର ଶଙ୍କର ପାତ୍ରଙ୍କ ରିପୋର୍ଟ, ଓଏମ୍ ଟିଭି ଓଡ଼ିଶା।